ଅଛି ଜଣା ଥିବ କି? ନା ଜଣା ନାହିଁ, ବହୁତ ଜଣଙ୍କୁ ଜଣା ନାହିଁ। ଯଦି ଯଦି ଯୋଉଠି ନେତା ଆମର ଜାଣି ନାହାନ୍ତି, ମତେ ଗୋଟେ କଥା କୁହ, ଆମ ରାଜ୍ୟର ବର୍ତ୍ତମାନର ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼, ମୁଁ କାହା ନାଁ ନେବାକୁ ଚାହୁଁନି, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଭୟଙ୍କୁ ଡାକିବା, ତାଙ୍କୁ ପଚାରିବା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆମ ଭୁବନେଶ୍ୱରରେ ବା ଆମ ରାଜ୍ୟରେ କେତୋଟି ଅଛି ଆଉ ତାର ନାଁ କଣ, ଯଦି ସେମାନେ କହିଦେବେ ତାହେଲେ ମୁଁ ଜାଣିବି ଯେ ସେମାନେ ପାଠଶାଠ ପଢିଛନ୍ତି ବୋଲି। କାରଣ କେବଳ ଏମାନେ ରାଜନୀତି ନାଁରେ ଭାଣ୍ଡାମି କରୁଛନ୍ତି, ଲୋକଙ୍କୁ ଠକୁଛନ୍ତି। ଯଦି ନ ହେଇଥାନ୍ତା ଯେ ଆମ ଓଡ଼ିଆ ପିଲାଙ୍କୁ ଏଭଳି ଠକୁଥାନ୍ତେ ନା, ତାପରେ ବି ବେହିଆ ମୁହଁରେ ବଥ ଉଠିଲା ଭଳିଆ ସେ କହୁଛନ୍ତି କଣ ନା ମୁଁ ଇସ୍ତଫା ଦେବିନି। ଆରେ ଇସ୍ତଫା କଣ, ତମେ ରାଜନୀତି ଛାଡ଼ିଦେବା କଥା, କାହିଁକିନା ତୁମର ଅଯୋଗ୍ୟତା ପାଇଁ ଆମ ରାଜ୍ୟର କୋମଳମତୀ ଶିଶୁମାନେ ଭୁଲ କଥା ପଢିବାକୁ ବାଧ୍ୟ ହେଇଛନ୍ତି। ୟାଠୁ ଭଳି ଲଜ୍ଜା ଆଉ ପରିତାପ ଆଉ ଦୁଃଖର କଥା ଭାରତ ବର୍ଷରେ କୌଣସି ରାଜ୍ୟରେ ଦେଖିବାକୁ ମିଳିବ ନାହିଁ। ମେନ୍ କଥା ହଉଛି ଯେ ହାଉ କ୍ୟାନ୍ ହଙ୍ଗର ପିପୁଲ ଗୋ ଟୁ ହଙ୍ଗର ଷ୍ଟ୍ରାଇକ୍, ଯୁବ ସମାଜ ରାସ୍ତାକୁ କେମିତି ଆସିବ? ତାଙ୍କୁ ବା ଏବେ ବା ଆମେ ଜୁଆଙ୍ଗ ଦେଖିଲେ, ଜୁଆଙ୍ଗ ମାନେ ଯାଇକି ତାମିଲନାଡୁରେ ଖଟୁଥିଲେ, ସେମାନେ ମରିଗଲେ, ଗୋଟେ କେମିକାଲ ଫାର୍ମରେ ମରିଗଲେ। ମତେ ଗୋଟେ କଥା କୁହ ଚିଦାନନ୍ଦ, ଏ ବର୍ଷରେ ଏ ରାଜ୍ୟରେ 24 ବର୍ଷ ଧରି ବିଜୁ ଜନତା ଦଳ ଶାସନ କଲା, ଗୋଟେ ଛୋଟ ସମୟ ନୁହେଁ, ବହୁତ ବଡ ସମୟ। ଗୋଟେ ପଲିସି ଦରକାର, ଗୋଟେ କଲମର ଗାର ଦରକାର। 2019ରେ ବିଜୁ ଜନତା ଦଳ ସରକାର ଯେତେବେଳେ ଦେଖିଲା ଏ ରାଜ୍ୟର ସର୍ବାଧିକ ଗୋଟେ ସମ୍ପ୍ରଦାୟ ବା ଗୋଟେ ଜାତି ସେ ହେଲେ ଆଦିବାସୀ, 23% ଆଦିବାସୀ ଟୋଟାଲ ଲୋକ ଆମ ଜନସଂଖ୍ୟାର, ସେମାନେ ସର୍ବାଧିକ, ଯେକୌଣସି ଜାତିରୁ ଅଧିକା। ସେମାନେ ତାଙ୍କର ଉନ୍ନୟନ କିଛି ହେଇନି, ସେମାନେ ସରକାରଙ୍କ ପ୍ରତି ବିମୁଖ ହଉଛନ୍ତି। ଆଦିବାସୀ ଅଞ୍ଚଳରୁ ବିଜେଡି ଜିତି ପାରୁନାହିଁ, ଆରମ୍ଭ କଲେ କଣ ଆଦିବାସୀ ବିକାଶ ପରିଷଦ। ସବୁଠାରୁ ଦୁଃଖର କଥା, ଏଇଟା ଥଇଥାନ କେନ୍ଦ୍ର ହୋଇଥିଲା, ଥଇଥାନ କେନ୍ଦ୍ର ତ ହେଇଥିଲା। ସବୁଠାରୁ ଦୁଃଖର କଥା, ସେଇ ବର୍ଷ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଆସିଥିବା 749 କୋଟି ଟଙ୍କା କେନ୍ଦ୍ର ସରକାରକୁ ଫେରି ଯାଇଥିଲା। ଆଉ ଗୋଟେ କଥା ଆପଣ ଦେଖୁଥିବେ, ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ଦାୟୀ। ଆମେ ଯୋଉଠି ଠିଆ ହେଇକି ଆଲୋଚନା କରୁଛେ ତାର ଅନତି ଦୂରରେ ରହିଛି ୱାଲ୍ ସ୍କିଲ୍ ସେଣ୍ଟର, ତାର 2-3ଟା କ୍ୟାମ୍ପସ ରହିଛି। ଲକ୍ଷ ଲକ୍ଷ ପିଲା ମାଗଣାରେ ମାଟ୍ରିକ ପାସ୍ କରିଥିବା ପିଲା, ମାଟ୍ରିକ ଫେଲ୍ ହୋଇଥିବା ପିଲା ସେଠୁ କୌଶଳ ଶିଖିକି ଯାଉଛନ୍ତି। କୌଶଳ ଶିଖିକି ଗଲା ପରେ କୋଉଠି ନିଯୁକ୍ତି ହେଉଛନ୍ତି ତାର ହିସାବ ନା ଆପଣ କୌଣସି ପବ୍ଲିକ ଡୋମେନରେ ପାଇବେ, ନା ରାଜ୍ୟ ସରକାରଙ୍କ ପାଖରେ ପାଇବେ, ନା କେନ୍ଦ୍ର ସରକାରଙ୍କ ପାଖରେ ପାଇବେ। ତେଣୁକରି ଯୁବକ ମାନଙ୍କୁ ନିଯୁକ୍ତି ନ ଦେଇ ତାଙ୍କୁ ବେପରୁଆ ଭାବରେ ଛାଡ଼ିଦେବାର ଯୋଉ ପରମ୍ପରା ରହିଛି, ମଧ୍ୟ ଅନ୍ୟ ଭାରତୀୟ ରାଜ୍ୟ ତୁଳନାରେ ଓଡ଼ିଶା ସେଥିରେ ସବୁ ରାଜନୈତିକ ଦଳ ମାନେ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଯାହା ଫଳରେ ଓଡ଼ିଶା ଯୁବ ସମାଜ ଆଜି ଛିଡା ହୋଇପାରୁନାହିଁ। ଏକଦମ କଥା, ଯୁବ ସମାଜ ଦେଖୁଛନ୍ତି ଯେ ଆମେ କୋଉ ରାଜନୈତିକ ଦଳକୁ ଭରସା କରି ଆନ୍ଦୋଳନ ଆରମ୍ଭ କରିବୁ, ସମସ୍ତେ ଧୋକାବାଜ। ବିଜୁ ଜନତା ଦଳ କଥା କୁହ, କଂଗ୍ରେସ କଥା କୁହ, ବାମପନ୍ଥୀ ନେତାମାନଙ୍କ କଥା କୁହ, ଏମାନେ କେବଳ ଛାତ୍ର ସମାଜକୁ ବ୍ୟବହାର କରି ନିଜର ରାଜନୈତିକ ରୁଟି ସେକି ଚାଲିଛନ୍ତି। ଅତୀତରୁ ଅଭିଜ୍ଞତାରୁ ସେମାନେ ଯୁବ ସମାଜ ଦେଖି ସାରିଲେଣି। ଏଭଳି ସ୍ଥିତିରେ ରାଜ୍ୟରେ ବର୍ତ୍ତମାନର ସରକାର ବିରୁଦ୍ଧରେ ଯୁବ ସମାଜ ବାହାରିବା ପାଇଁ ଭରସା ପାଇପାରୁନାହାନ୍ତି। ବର୍ତ୍ତମାନ ଭବିଷ୍ୟତର ରାଜନୀତିକୁ ଯିବା, ଆପଣ ପ୍ରାୟ ଓଭରଅଲ୍ ଆଲୋଚନା କରିସାରିଲାଣି। ବର୍ତ୍ତମାନ ଗୋଟିଏ ସରକାର ଅଛି ଏବଂ ବିରୋଧୀ ଦଳର ଭଲ ନମ୍ବର ଅଛି, ସବୁ ଦଳର ପ୍ରେଜେନ୍ସ ଅଛି। ବିଜେଡିର ହାରି